ରାହୁଲ ଗାନ୍ଧୀଙ୍କର ଚାରିଆଡ ମେଲା, ମୁହଁ ମେଲା, ପଛ ମେଲା, ଆଗ ମେଲା। ସେ ଯୁଆଡେ ଯାଆନ୍ତି ଚାଷୀଙ୍କ ପାଇଁ ଆଗ ବୋବାନ୍ତି, କୃଷି ଋଣ ଛାଡ଼ କର, ବେକାର ଯୁବକ ପାଇଁ ବୋବାନ୍ତି, ନିଯୁକ୍ତି ଦିଅ, ସ୍ୱାସ୍ଥ୍ୟର ଉନ୍ନତି କର, ଶିକ୍ଷାର ଉନ୍ନତି କର, ଶିଳ୍ପର ଉନ୍ନତି କର। ଭାଷଣ ଦିଅନି, ଆଦିବାସୀ ହରିଜନ ମାଇନର କମ୍ୟୁନିଟିର ଉନ୍ନତି କର। ରାହୁଲ ଗାନ୍ଧୀ ଜଟଣୀକି ଆସିବେ, ମଲ୍ଲି ଫୁଟିଯିବ ଏକଦମ ଜଟଣୀ ନିର୍ବାଚନ। କିଏ କହିବ କାହାକୁ ଚାଲ କରିଗଲେ? ସେ କଥା ରାହୁଲ ଗାନ୍ଧୀ କହିବେ, ନିରଞ୍ଜନ ପଟ୍ଟନାୟକ କହିବେ। ମୁଁ କହିପାରିନି, ମୁଁ ଛୋଟିଆ ଲୋକଟିଏ, କିନ୍ତୁ କଂଗ୍ରେସ କମେ କୋଉଥିରେ? କଂଗ୍ରେସ ଯେତେବେଳେ ଆକ୍ସନ ନବ ଆମେ ତାକୁ ଗ୍ରହଣ କରିବୁ। କି କଥା? ରାହୁଲ ଗାନ୍ଧୀ ଉପରେ ଡିସିସନ, ଯାହା ସେ ଗ୍ରହଣ କରିବେ ଗ୍ରହଣୀୟ। ଯଦି ମୋତେ ବି କଂଗ୍ରେସରୁ କାଢିଦେବେ ମୁଁ ଚୁପ୍ ରହିବି, କିନ୍ତୁ କଂଗ୍ରେସ ପାଇଁ କାମ କରିବି। ମୋତେ ଟିକେଟ ନ ଦିଆଯାଏ, ସେ ଖାଲି ଯଦି 70 ବର୍ଷ ତଳକୁ ଯୁବକକୁ ଦେବେ, ମୁଁ ମାନେ କୌଣସି ମହିଳାକୁ ଦେବେ କି କାହାକୁ ଯୁବକକୁ ଦେବେ, ମୁଁ ତା ପାଇଁ କାମ କରିବି। କାରଣ କଂଗ୍ରେସ ମୋତେ ଏତେ ବାଟକୁ ନେଇଛି, 25 ବର୍ଷ ବିଧାୟକ କରିଛି, ମନ୍ତ୍ରୀ କରିଛି, ଚେୟାରମ୍ୟାନ୍ କରିଛି। ଆଉ ଧୋକା ଦେବି ଏ ଦଳକୁ? ମଲା ପରେ କଂଗ୍ରେସରେ ମୃତ୍ୟୁ ହବ। କହିଲି ପରେ ଯଦି ତମର ଅତ୍ୟଧିକ ଆଶା ବଢିଯିବ, ଆମେ ଛୋଟିଆ ଲୋକ, ଆମ ଆଶା ଛୋଟ। ଆମର ଆଶା ଅଛି ଜଟଣୀବାସୀଙ୍କ ତରଫରୁ ଯେତିକି ଖବର ପାଉଛି, ଛାତ୍ର, ଯୁବକ, ମହିଳା, ଆଦିବାସୀ, ହରିଜନ ଏଥର ଯାହାକୁ ସେ ଟିକେଟ ଦେବେ, ସୁର ଭାଇ କି କଂଗ୍ରେସକୁ ଏମଏଲଏ କରିକି ସେ ଆଣିବେ। ଏ ଯାହା ମୁଁ ବୁଲୁଛି ଚାରିଏ, କାରଣ ମୁଁ ଗୋଟେ ୱାର୍କରଟେ, ଦିନକୁ 18 ଘଣ୍ଟା ଖଟେ। ଲୋକ ଦଳ ମତ ନିର୍ବିଶେଷରେ ଡିସାଇଡ୍ କରିସାରିଣି, ଇଭିନ୍ କି ବିଜେଡି ବିଜେପି ଲୋକ, ଯେ ସୁର ଭାଇ କେତେଥର ଛାଡ଼ିବା। ଇଏ ବି ମୋର ଶେଷ ଥର ବିଧାୟକ ହେଇକି ଯିବା। କିନ୍ତୁ ମୁଁ ଯେତିକି ଜାଣୁଛି କଂଗ୍ରେସ ଆଡେ ହାୱା ହେଲାଣି। ପରା କହିଲି, ଲୋଭ ଯଦି ବଢିଯିବ ତମେ କଣ କରିବ? ଆଶା ଯଦି ବଢିଯିବ ତମେ କଣ କରିବ? ତେଣୁ ଆଶା ଟିକେ କମ୍ ଥିଲେ ଏତେ ବାଟକୁ ଯାଆନ୍ତେନି। ହଁ, ସୁଧୁରିବାକୁ ସମୟ ଅଛି। ଯଦି ଲାଇନ କିଛି ଚାଲି ଆସିବେ ଫେର ବିଚାର କରିବେ ରାହୁଲ ଗାନ୍ଧୀ, କିଛି ଅସୁବିଧା ନାହିଁ, କିନ୍ତୁ ସୁଧୁରିବା ଉଚିତ।